ଓଡ଼ିଆ ସାହିତ୍ୟରେ ଗୋଦାବରୀଶ ମହାପାତ୍ରଙ୍କ ରଚନାଗୁଡ଼ିକ କାଳଜୟୀ। ଶ୍ରୁତି ସାହିତ୍ୟରେ ଆମେ ନେଇଛୁ ତାଙ୍କର ଏକ ବହୁ ଚର୍ଚ୍ଚିତ ଗଳ୍ପ ପାଗଳ କବିରାଜ। ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର ଭିତରେ ଆମେ ବାଟ ଭୁଲିଲୁ। ଆମର ଚତୁର୍ଦିଗରେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ହାହାକାର ଏବଂ ଉପରେ ନୀଳ ଅନନ୍ତ ଆକାଶ। ବାଟ ଭୁଲିଲା ପରେ ଜଗତ ଆମକୁ ଭୟଙ୍କର ବୋଧ ହେଲା। ପବନ ଆମ କାନ ପାଖେ ସାଇଁ ସାଇଁ ବହି ଉପହାସ କରି ଚାଲିଲା। ଝିଙ୍କାରୀର କର୍କଶ ସ୍ୱର ଅସହ୍ୟ ହେଲା। ସେହି ଘନଘୋର ଅନ୍ଧକାର ଭିତରେ ଆମେ ଦୁଇଟି ଯାତ୍ରୀ କ'ଣ କରିବୁ କିଛି କର୍ତ୍ତବ୍ୟ ଠିକ୍ କରିପାରିଲୁ ନାହିଁ। ଆକାଶରେ ଗୋଟିଏ ଗୋଟିଏ ତାରା ଦେଖାଯାଉଥିଲେ। ପର ମୁହୂର୍ତ୍ତରେ ପୁଣି ସେହି ତାରା କଳା ମେଘମାଳା ଦ୍ୱାରା ଘୋଡ଼ାଇ ହୋଇ ଆମ ଆଖିକୁ ଲୁଚକାଳି ଖେଳିଲା ପରି ଦିଶୁଥିଲେ। ଆମେ ବାରମ୍ବାର ଉପରକୁ ଚାହୁଁଥିଲୁ। କେବଳ ଉପରକୁ ଚାହିଁବା ଦ୍ୱାରା ଆମେ ଆକାଶ ତଳେ ପୃଥିବୀରେ ଚାଲୁଛୁ ବୋଲି ଧାରଣା ହେଲା। ତା ଛଡ଼ା ଆମର ଗତି ସ୍ଥିତି ବୁଝିବାର ଅନ୍ୟ କୌଣସି ଉପାୟ ନଥିଲା। ପାଦରେ କଣ୍ଟା ଖୁଞ୍ଚ ଯେ କେତେ ବାଜିଲା ତାର ସୀମା ରହିଲା ନାହିଁ, କିନ୍ତୁ ଆମର ସେଥିପ୍ରତି ଲକ୍ଷ୍ୟ ନଥାଏ। ଏତିକି ମାତ୍ର ଆମ ମନରେ ଆଶା ଥାଏ ଯେ ଜଙ୍ଗଲ ଯେତେବେଳେ ପାର ହୋଇ ଆସିଛୁ ଆଉ ବାଘ ଭାଲୁର ଭୟ ନାହିଁ। ଆମ ଦୁହିଁଙ୍କର ସେ ସମୟର ମନର ଗତି ଅନୁଭବୀ ବିନା ଆଉ କେହି ବୁଝିପାରିବେ ନାହିଁ। ଚନ୍ଦ୍ର ଉଦିତ ହେବାକୁ ଆହୁରି ପ୍ରାୟ 3 ଘଣ୍ଟା ସମୟ ଅଛି। ଅନୁମାନରେ ପ୍ରାୟ 10 ମାଇଲ ଚାଲିଲା ପରେ ଠାଏ ଆଗରେ ଘନ ତରୁଶ୍ରେଣୀ ଦେଖି ମୋ ସଙ୍ଗୀ ମୋତେ ବଡ଼ ବ୍ୟସ୍ତ ହୋଇ ପଚାରିଲେ, ମଦନ, ଆଉ ଯାଇପାରିବା ନାହିଁ, ବଡ଼ କ୍ଳାନ୍ତ ହୋଇ ପଡ଼ିଲେଣି। ଆଗରେ ଏକ ଜଙ୍ଗଲ ଦେଖାଯାଉଛି, ଏଇଠାରେ ଅପେକ୍ଷା କରିବା, ଚନ୍ଦ୍ର ଉଠିଲେ ଯାହା ବିଚାର। ମୁଁ ଆଉ କଥାରେ ତାଙ୍କୁ ସମ୍ମତି ଜଣାଇବା ଦରକାର ପଡ଼ିଲା ନାହିଁ। ସେ ବସିବା ଆଗରୁ ମୁଁ ସେଇଠାରେ ଏକ ଦୀର୍ଘ ନିଶ୍ୱାସ ପକାଇ ବସି ରହିଲି। ଦୁହେଁ ଦୁହିଁଙ୍କୁ କଥା ନ କହି ପ୍ରାୟ 5 ମିନିଟ୍ କଟାଇଲୁ। ହଠାତ୍ ବନ୍ଧୁ କହିଲେ, ଭୟ କରୁଛ କି ମଦନ? ମୁଁ କିଛି ଉତ୍ତର ଦେଇପାରିଲି ନାହିଁ। ସେ ପୁଣି ପଚାରିଲେ, ଆଚ୍ଛା ମଦନ, ଏପରି ଅନ୍ଧକାର ରାତିରେ ତମେ କେବେ ବାହାରକୁ ଆସିଥିଲ? ବୁଝିଲି, ମୋ ମନକୁ ସତେଜ କରିବା ପାଇଁ ବନ୍ଧୁ ଆଳାପ ଆରମ୍ଭ କରିଛନ୍ତି। ମୁଁ କହିଲି, ନା, ମୁଁ କେବେ ଏପରି ବିପଦର ସାମ୍ନା କରିନଥିଲି। ସେ ତାଙ୍କର ଗଳା ଖଙ୍କାର ଖାଇ ବଡ଼ ଗମ୍ଭୀର ଭାବରେ କହିଲେ, ମୋରେ ନୂଆ ନୁହେଁ, ଏହିପରି ଥରେ ମୁଁ ବାଟ ଭୁଲିଥିଲି। ବନ୍ଧୁଙ୍କର କଣ୍ଠରୁ ଶବ୍ଦ ନ ଯାଉଣୁ ପୁଣି ସେହି ଶବ୍ଦ ସତେ ଯେପରି ନିକଟବର୍ତ୍ତୀ ତରୁପୁଞ୍ଜରେ ପ୍ରତିଧ୍ୱନିତ ହୋଇ ଫେରିଆସିଲା। ବାଟ ଭୁଲିଥିଲି, ବାଟ ଭୁଲିଥିଲି। ହଠାତ୍ ମୋ ହୃଦୟରେ ରକ୍ତ ଜମାଟ ହୋଇ ଉଠିଲା। ପଚାରିଲି, ତୁମେ ଆଉ ଥରେ ବାଟ ଭୁଲିଥିଲ? କ'ଣ ଏମିତି ଏକ ରାତିରେ? ସେ ଟିକିଏ ନୀରବ ରହି କହିଲେ, ଏହାଠାରୁ ଆହୁରି ଭୟଙ୍କର ରାତି ମଦନ। ସେ ଏକ ଅଦ୍ଭୁତ କାହାଣୀ। ଭାବୁଛି ସେପରି ଦଶା ନ ଘଟି ରାତି ପାଇଲେ ଆମେ ଶୁଭରେ ଅଛୁ ବୋଲି ଭାବିବା। ମୋ ମନରେ ଭୟ, ଆଶଙ୍କା, ଉଦ୍ବେଗ ନୃତ୍ୟ ଆରମ୍ଭ କଲେ। ଗୋଡ଼ ହାତ ଶିଥିଳ ବୋଧ ହେଲା। ପଚାରିଲି, ଏହାଠାରୁ ବି ଆହୁରି ବଡ଼ ବିପଦ? ବନ୍ଧୁ କହିଲେ, ତେବେ ଶୁଣ, କହୁଛି, ଭୟ କରିବାରେ କିଛି କାରଣ ନାହିଁ। ସେଦିନ ଥାଏ ଆଷାଢ଼ ମାସର କୃଷ୍ଣପକ୍ଷ। ଏହାଠାରୁ ଆହୁରି ଅନ୍ଧକାର, ଆହୁରି ଭୟଙ୍କର ସେ ରାତି। ଏବେ ମନେ ପଡ଼ିଗଲେ ସେ କଥା ମୋ ମନରେ ଅବିକଳ ଲେଖି ହୋଇଯାଉଛି। ସେତେବେଳେ ମୋ ସାଙ୍ଗରେ ଜଣେ ମାତ୍ର ସାଥୀ ଥିଲେ। ଆକାଶରେ ବିଜୁଳି ମାରୁଥିଲା, ବଜ୍ର ପଡ଼ୁଥିଲା। ଥରେ ଥରେ ଲତା ଗହଳରୁ
କୁମ୍ଭାଟୁଆର ବିକଟ ଶବ୍ଦ ଶୁଭୁଥିଲା। ସନ୍ଧ୍ୟା ସମୟରେ ଆମେ ବାଟ ହୁଡ଼ିଲୁ। ଗଡ଼ଜାତର ସୀମା ପାର ହୋଇ ଆମେ ମୋଗଲବନ୍ଦୀ ଭିତରେ ପଶୁଥିଲୁ। ପଥଗୁଡ଼ା ପଥିକ ପରି ବହୁ ଦୂର ଚାଲିଲା ପରେ ପାଦସ୍ପର୍ଶରେ ଜାଣିଲୁ ଯେ ଗୋଟେ ବାଟ ଆମେ ପାଇଛୁ। ଧରାଧରି ହୋଇ ସେଇ ବାଟ ଧଇଲୁ। କାହାରି ମୁହଁରୁ ପଦେ ହେଲେ କଥା ବାହାରୁ ନଥିଲା। ପ୍ରାୟ 2 କୋଶ ବାଟ ଚାଲିଲା ପରେ ଦୂରରେ ଏକ କ୍ଷୀଣ ଆଲୁଅ ଦେଖାଗଲା। ତାକୁ କୌଣସି ଏକ ଗାଁର ଆଲୁଅ ଭାବି ଆମ ପିଣ୍ଡରେ ପ୍ରାଣ ପଶିଲା। ପ୍ରକୃତରେ ସେ ପାଖେ ଗାଁ ଥିଲା, କିନ୍ତୁ ଯେଉଁଠାରେ ଆଲୁଅ ଜଳୁଥିଲା ତା ଗାଁଠାରୁ ଅଳ୍ପ ଦୂରରେ ଏକ ବୈଠକ ଘର। ଆମେ ସେ ଆଲୁଅକୁ ଚାହିଁ ଚାହିଁ ଘର ପିଣ୍ଡା ପାଖରେ ଯାଇ ପହଞ୍ଚିଲୁ। ଦେଖିଲୁ ସେ ଘରେ 5 ଜଣ ମନୁଷ୍ୟ ଥିଲେ। ସେଥିରୁ 2 ଜଣ ଯୌବନର ସୀମାରେ ପହଞ୍ଚିଥିଲେ, ବାକି 3 ଜଣ ପୂର୍ଣ୍ଣ ଯୁବକ। ଛତା ତଳେ ମୁଣ୍ଡରେ ବର୍ଷା ଦାଉରୁ ରକ୍ଷା ପାଇଥିବା ଲୁଗା ଖଣ୍ଡିଏ ଲେଖାଏଁ ପାଲଟି ଆମେ ସେଇଠାରେ ରାତି କଟାଇବାର ବ୍ୟବସ୍ଥା କଲୁ। ସେହି ବୈଠକ ଘରଟି ଅତି କିଛି ବଡ଼ ନୁହେଁ। ମାତ୍ର 5-7 ଜଣ ଲୋକ ସ୍ୱଚ୍ଛନ୍ଦରେ ଶୋଇପଡ଼ିବେ। ପାଖରେ ଖଣ୍ଡିଏ ଖଟ ପଡ଼ିଛି। ଖଟ ଉପରେ 3-4 ବର୍ଷ ତଳର ଖଣ୍ଡେ ପୁରୁଣା କନ୍ଥା, ଖଟ ତଳେ ଖଲ, ଶିଳିପା ଏବଂ ଖଣ୍ଡେ ଭଙ୍ଗା ବାକ୍ସ ଅଛି। ଆଉ ଏକ ଜାଗାରେ ବହୁତ ଶିଶି ଓ ଠିପି ମରା କେତେକ ବାଉଁଶ ନଳ ଜମା ହୋଇଛି। କାନ୍ଥ କୋଠିରେ 2ଟି ମୃଦଙ୍ଗ ଓ 3 ହଳ ଝାଞ୍ଜ। ଘରର ଏକ କୋଣରେ ଗୋଟିଏ ଚୁଲି, ଚୁଲି ଉପରେ 2-4ଟା କଳା କଟକଟ ହାଣ୍ଡି ଉଗୁଡ଼ା ହୋଇଛି। ଘରଟା ଠିକ୍ ଗୋଟେ ଆଖଡ଼ା ଘର ପରି ଦିଶୁଥିଲା। ଆମେ ଏକ ବିପଦରୁ ପାର ହୋଇ ଆଉ ଏକ ବିପଦରେ ଯାଇ ପଡ଼ିଲୁ। ଆମେ ନିଶ୍ଚିନ୍ତରେ ସେ ଘର ପିଣ୍ଡାରେ ବସିଲା ପରେ ସେ ମଧ୍ୟରୁ ଜଣେ ବିକଟ ଚିତ୍କାର କରି କହିଉଠିଲା, ହେଇଠି ଆସିଲା, ଛାଡ଼ିଦିଅ ମୋତେ, ମୁଁ ଚାଲିଯାଏ। ଏହା କହିବା ସଙ୍ଗେ ସଙ୍ଗେ ସେ ଲୋକଟାର ଯେପରି କଣ୍ଠରୋଧ ହୋଇ ଆସିଲା। ତା ଆଖି ଯୋଡ଼ାକ ତରାଟି ହୋଇ ତାଳୁକୁ ଖୋସି ହୋଇଗଲା। ଦାନ୍ତକୁ ଦାନ୍ତ ଚିପି ଦୃଢ଼ ମୁଠା ପକାଇ ସେ ସମସ୍ତଙ୍କୁ ଆକ୍ରମଣ କରିବାକୁ ବସିଲା। ତାର ସଙ୍ଗୀ 4 ଜଣ ଏବଂ ଆମେ 2, ଏମିତି 6 ଜଣ ମିଶି ତାକୁ ଆୟତ୍ତରେ ରଖିଲୁ। ସେ ମୁହୂର୍ତ୍ତେ ସ୍ଥିର ହେଲା ସତ, ମାତ୍ର କିଛି ସମୟ ପରେ ପୁଣି ବିକାର ଦେଖାଗଲା। ରାତି ଯେତିକି ଯେତିକି ବେଶୀ ହେଲା, ବାହାରେ ଝଡ଼ ପବନର ବେଗ ଯେତିକି ବଢ଼ିଲା, ସେ ଲୋକଟାର ରୋଗ ସେତିକି ବଢ଼ିଲା। ତା ଦେଖି ମୁଁ ବିଚାରିଲି, ନିଶ୍ଚୟ ତାଠାରେ କୌଣସି ଭୂତ ଲାଗିଛି କିମ୍ବା ସେ ପାଗଳ ହୋଇଯାଇଛି। ପ୍ରାୟ ପହରେ ସମୟ ସେହିପରି ହେବା ପରେ ଲୋକଟା କ୍ରମେ କ୍ରମେ ଦୁର୍ବଳ ହୋଇ ଆସିଲା। ବିକାର ମଧ୍ୟ କମିଗଲା। ସେ ନିର୍ଜୀବ ଭାବରେ ଶେଯରେ ଶୋଇ ରହିଲା। ପାଗଳାମି କମିଗଲା ସତ, ମାତ୍ର ତାର ଗପ କରିବାର ପ୍ରବୃତ୍ତି ବଢ଼ିଲା। ଯେତେ ମନା କଲେ ସୁଦ୍ଧା ସେ ତୁନି ହେଲା ନାହିଁ। ସେ ବରାବର ଗପିବାର ଲାଗିଲା। ତାପରେ ମୁଁ ମାଧିଆକୁ ପଠାଇ ମହୁରା ଅଣାଇଲି। ଶୁଣିଲ ବନମାଳୀ, ଆଶା କରିଥିଲି ବହୁତ ଟଙ୍କା ମିଳିବ, ମାତ୍ର ଠକରେ ପଡ଼ିଗଲି। ରଘୁର ପ୍ରାଣବାୟୁ ଯିବାକୁ ମୁହୂର୍ତ୍ତେ ଲାଗିଲା ନାହିଁ। କ'ଣ କହୁଛ? ମୋ ନାଁ କଣ୍ଠ କବିରାଜ। ମୁଁ ପୁଣି ଔଷଧ ଦେବି। ତହିଁରେ ପୁଣି ମଣିଷକୁ ମରିବାକୁ, ସେଥିରେ କି ମନୁଷ୍ୟ ଆଉ ଯିଏ? ଛି ଛି ଛି, ରଘୁ, କେଡ଼େ ହୀନ କାର୍ଯ୍ୟ କରିଛି ମୁଁ। ତମେ ମୋତେ ମାରିବ ତ ମାର। ଏହା କହି ସେ କାନ୍ଦି ପକାଇଲା। ଆଉ ଜଣେ କହିଲେ, କଣ୍ଠ ଭାଇ, ଏପରି କ'ଣ ହେଉଛ? ସ୍ୱପ୍ନ ଦେଖୁଛ କି? ମୁଁ ଏଥର ବୁଝିଲି, ଲୋକଟାର ନାଁ କଣ୍ଠ। କବିରାଜି ଜାଣେ। ଟଙ୍କା ଲୋଭରେ କୌଣସି ଏକ ଲୋକକୁ ବିଷ ଖୁଆଇ ସେ ମାରିଦେଇଛି। ସେଇଥିଯୋଗୁଁ ତାର ଏ ମସ୍ତିଷ୍କ ବିକାର। କଣ୍ଠ ପୁଣି କହି ଉଠିଲା। ଗୋପୀ ଲେଙ୍କା କହିଲା, ଯଦି ତାର ସାନ ଭାଇ ଭିକା ଲେଙ୍କାର ପୁଅ ଦାମକୁ ମାରିଦେବି, ତେବେ ମୁଁ ତୁମକୁ 100 ଟଙ୍କା ଦେବି। ଏହା କହିବା ସଙ୍ଗେ ସଙ୍ଗେ ରୋଗୀର ସମସ୍ତ ଶରୀର ସଂକୁଚିତ ହୋଇ ଉଠିଲା। ଲୋମ ଟାଙ୍କୁରି ଉଠିଲା। ଆଖି ଛଳଛଳ ହୋଇପଡ଼ିଲା। ପଚାରିଲି, ପୁଣି ତାକୁ ସେଇ ବିକାର ଧରିବ? ସେ କିଛି ସମୟ ନୀରବ ରହି କହିଲା, ସମ୍ପତ୍ତି ଦେଖିଲେ କାହାର ଲୋଭ ନ ହୁଏ ଭାଇ? ଏହି ସମ୍ପତ୍ତି ଲୋଭରେ କେତେ ଲୋକଙ୍କୁ ନ କନ୍ଦାଇଛି, କେତେ ଲୋକଙ୍କ ଜୀବନକୁ ଅକର୍ମଣ୍ୟ ନ କରିଛି, କେତେ ଜନନୀଙ୍କୁ ପୁତ୍ରହୀନା ନ କରିଛି। ଦାମ କହୁ କହୁ ସେ ମୂର୍ଚ୍ଛିତ ହୋଇପଡ଼ିଲା। ପୁଣି ତାର ପୂର୍ବାବସ୍ଥା ଫେରି ଆସିଲା। ପୁଣି ସେ ବିକଳ କାତର କଣ୍ଠରେ କହିଲା, ରଘୁକୁ ମୁଁ ମାରିଛି। ବନମାଳୀ, ରଘୁକୁ ମୁଁ ମାରିଛି। ତୁମେ ମଧ୍ୟ ମୋ ସାଙ୍ଗରେ ସାଥୀ ହୋଇଥିଲ ନୁହେଁ? ଏଥର ରୋଗୀ କଥା ଶୁଣି
ଆଉ ଜଣେ ଭାରି ବିଚଳିତ ହୋଇ ଉଠିଲା। ବୁଝିଲି ତା ନାଁ ବନମାଳୀ। ବନମାଳୀ କହିଲା, ତୁନି ହୋଇ ଶୋଇପଡ଼ କଣ୍ଠ ପାଇ। ତମେ ପାଗଳ ହୋଇଯାଇଛ ନା କ'ଣ? ରୋଗୀ କହିଲା, ହଁ ହଁ ମୁଁ ପାଗଳ ହୋଇଯାଇଛି। ମଧୁଆ ତୁମକୁ ମହୁରା ଦେଲା, ତମେ ସମୁଦାୟ ପକାଇ ବାଟିଦେଲ। ମୋତେ ଦେଇଥିଲେ ମୁଁ ବୋଧହୁଏ ସବୁ ପକାଇ ନଥାନ୍ତି। ତୁମର ବା କି ଦୋଷ? ତମେ ତ 50 ଟଙ୍କା ଭାଗ ପାଇବା କଥା ଥିଲା, ସେଇଥିପାଇଁ ତମେ ସବୁ କଲ। ମୁଁ ପାପିଷ୍ଟ। ରଘୁ ମରିନାହିଁ। ହେଇଟି ହେଇଟି ରଘୁ ରଘୁ କହି ରୋଗୀ ସେଜରୁ ଉଠିବାକୁ ବସିଲା। ଚାରିଆଡ଼କୁ ଅଙ୍ଗୁଳି ଦେଖାଇଲା। ରଘୁ ଆସିଲା କହି ଅସ୍ଥିର କରି ପକାଇଲା। ଏ ରହସ୍ୟ ଭିତରେ ମୁଁ ସହଜରେ ପଶିପାରିଲି ନାହିଁ। ଆମକୁ କଥାଟା ଲୁଚାଇବାକୁ ସେମାନେ ବହୁତ ଚେଷ୍ଟା କଲେ, କିନ୍ତୁ ପାଗଳ ମୁହଁରୁ କଥା ଲୁଚିବା ସହଜ ନୁହେଁ। ପୁଣି ଆମକୁ ଘରୁ ତଡ଼ି ଦେବାକୁ ସେମାନଙ୍କର ସାହସ ହେଲା ନାହିଁ। ରୋଗୀର ଜ୍ଞାନ ହେଲା। ସେ ପୁଣି ସେହି ପୁରୁଣା କଥା ଆରମ୍ଭ କଲା। ତେବେ ତୁମକୁ ସମୁଦାୟ କଥାଟା କହିଦିଏ। ଗୋପୀଲେଙ୍କା ଏହା ଆଗରୁ ମୋତେ 100 ଟଙ୍କା ଦେଇଥିଲା। ଭାଗ ଭାଗ ହୋଇ ସାନ ଭାଇ ଭିକାଲେଙ୍କା ତାର କଳି ଲାଗିଥାଏ। ଗୋପୀର 5 ପୁଅ। ଭିକାର ଗୋଟିଏ ବୋଲି ପୁଅ ଦାମ। ଦାମ ମଲେ ସମୁଦାୟ ସମ୍ପତ୍ତି ଗୋପୀ ପୁଅ ପାଇବେ, ଏହା ତାର ଆଶା ଥିଲା। ଦାମ ମୋ ପୁଅ ରଘୁର ଭାରି ସାଙ୍ଗ। ତୁ ତ ଜାଣୁ, ସେ ଦୁହେଁ ଏକାଠି ବସନ୍ତି, ଏକାଠି ଶୁଅନ୍ତି, ଏକା ବିଚାର କରନ୍ତି, ନୁହେଁ ବନମାଳୀ? ସେଦିନ ଦାମକୁ ଜ୍ୱର ହେଲା। ରଘୁ ତା ପାଖ ଛାଡ଼ି ଗଲା ନାହିଁ। ଗୋପୀଲେଙ୍କା ଆସି ଦାମକୁ ଓଷୁଅ ସଙ୍ଗେ ବିଷ ଦେବା ପାଇଁ ମୋ ପାଖେ 100 ଟଙ୍କା ଥୋଇ ଦେଇଗଲା। ଟଙ୍କାକୁ ଧଇଲି। ଥରେ ତଳ ଉପରକୁ ଚାହିଁଲି। ଟଙ୍କା ଲୋଭ ଛାଡ଼ି ପାରିଲି ନାହିଁ। ତାକୁ ହଁ କଲି। ତାପରେ ଯାହା ହେଲା ତମକୁ କହୁଛି। ତମେ ତ ନିଜେ ମହୁରା ବାଟିଲ, ତମେ କ'ଣ ନ କଲ? ସନ୍ଧ୍ୟାବେଳେ ମେଘ ଅଳ୍ପ ଅଳ୍ପ ବରସୁଥିଲା। ଭିକା ଆସି ମୋ ଗୋଡ଼ ଯୋଡ଼ାକ ଧରି କହିଲା, ଶନିପାତ ଆଡ଼କୁ ଯାଉଛି, ତମେ ଓଷୁଅ ନ ଦେଲେ ରକ୍ଷା ନାହିଁ। ମୁଁ ତା କଥା ଶୁଣି ଟିକେ ଭାବିଲି। ଟଙ୍କାର ଲୋଭ ମୋତେ ଦିଶିଲା। ଟଙ୍କାର ଲୋଭ ମୋତେ ଜିଣିଗଲା। ସାଙ୍ଗେ ସାଙ୍ଗେ ସେ ଓଷୁଅ ନେଇ ତା ହାତରେ ଦେଲି। ସେ ଆନନ୍ଦରେ ଘରକୁ ଗଲା। ମୁଁ ଏଣେ ଘରେ ଦାମର କ'ଣ ହେବ ଭାବି ଭାବି ଅନିଦ୍ରାରେ ପଡ଼ି ରହିଲି। କେତେଥର ଭାବିଲି ଉଠିଯାଇ ସେ ଓଷୁଅ ଫେରାଇ ଆଣିବି। ପୁଣି ଦୁଆର ପାଖକୁ ଯାଏ, ମାତ୍ର ହଠାତ୍ 100 ଟଙ୍କା କଥା ମନେ ପଡ଼ିଯାଏ। ଏଣେ ମୋ ସ୍ତ୍ରୀ ରାତିଯାକ ଟଙ୍କା ଗଣିବାରେ ବ୍ୟସ୍ତ। ସେ ରାତିରେ ସେ କେତେଥର ମୋତେ ଆସି କହିଛି, ରଘୁ ବିଭାଘରକୁ 50 ଆଉ ମୋ ପାଇଁ 2ଟା ମଲ୍ଲି କଢ଼ି ଲାଗି 50। ରଘୁର ବିଭା। ଆହା, ରଘୁ କେଉଁଠି? ଦାମ, ରଘୁ। ସେ 2 ଧାର ଲୁହ ଗଡ଼ାଇ ଦେଲା। ବନମାଳୀ କହିଲା, ଆଉ ରାତି ବେଶୀ ନାହିଁ, ଶୋଇପଡ଼। ଏପରି ମିଛ କଥା ଗୁଡ଼ାକ ବାଉଳିକିରିଲେ ଦେହ ଖରାପ ହେବ। କଣ୍ଠ କହିଲା, ହଁ, ରାତି ପାହି ଆସୁଥିଲା। ଭିକାଲେଙ୍କା ଘରେ କାନ୍ଦ ବୋବାଳି ପଡ଼ିଲା। ଭାବିଲି ସେ ମୋରି କାର୍ଯ୍ୟର ପ୍ରତିଧ୍ୱନି। କିଛି ସମୟ ପରେ ଆମ ଦାଣ୍ଡ ଦୁଆରେ ରୁଦ୍ଧକଣ୍ଠର ବିକଳ ସ୍ୱର ଶୁଭିଲା, କଥା ସରିଗଲା କବିରାଜେ, କଥା ସରିଗଲା। ଘରେ ମୋ ସ୍ତ୍ରୀ ପାଟି କରି ଉଠିଲା, ମୋ ରଘୁ କାହିଁ? ରଘୁରେ ରଘୁ। ଏ କଥା କହିଲା ବେଳେ ରୋଗୀ ବେଳେ ବେଳେ ଚମକି ପଡ଼ୁଥାଏ। କେବେ କେବେ ଉତ୍ତେଜନାରେ ଉଠି ପଡ଼ିବାକୁ ଚେଷ୍ଟା କରୁଥାଏ। ସେ ପୁଣି କହିଲା, ଆଉ ରଘୁ ନାହିଁ କି ଦାମ ନାହିଁ। ରଘୁ ସେଇଠାରେ ଦାମ ପାଖେ ଶୋଇଥିଲା। ଦାମକୁ ଔଷଧ ଦେଇ ସେହି ଗିନାରେ ପାଣି ପିଇଦେଲା। ମୋ କଥା ସରିଗଲା ଭାଇ। ଏତିକି କହି ରୋଗୀ ଗାଢ଼ ନିଦ୍ରାରେ ଶୋଇପଡ଼ିଲା ପରି ଏକାବେଳକେ ମୂର୍ଚ୍ଛିତ ହୋଇ ବେକ ଭାଙ୍ଗି ଗଡ଼ି ପଡ଼ିଲା। ବୋଧ ହେଲା କଥାଟା ବ୍ୟକ୍ତ କଲା ପରେ ତା ହୃଦୟରୁ ଭାର କମି ଆସିଲା। ତରୁପୁଞ୍ଜ ବେଷ୍ଟିତ ଅନ୍ଧକାରମୟ ପଲ୍ଲୀର ସେହି କୁଟୀର ଭିତରେ ସମସ୍ତେ ମୁହୂର୍ତ୍ତେ କାଳ ନୀରବରେ ବସି ରହିଲେ। କେବଳ ଗଛ ଉପରୁ ଟପର ଟପର ବର୍ଷା ପାଣି ପଡ଼ିବାର ଶୁଭୁଥିଲା ଏବଂ ବେଳେବେଳେ ଶୀତଳ ପବନ ଦଲକାଏ ଦଲକାଏ ହୋଇ ଦେହରେ ଆସି ବାଜୁଥିଲା। ଏହାପରେ ମାସକ ଅନ୍ତରରେ ଶାଖା ଖବରକାଗଜରେ ପଢ଼ିଲି, ବୋଲଗଡ଼ ମାନଗୋବିନ୍ଦପୁରର ନୀଳକଣ୍ଠ ଶର୍ମା କବିରାଜ ବିଷ ପ୍ରୟୋଗ କରି ଭିକାଲେଙ୍କା ନାମକ ଏକ କୃଷକର ପୁଅକୁ ମାରିଦେବାରୁ ଦୋହରା ସୁଫର୍ଦ ହୋଇଛି। ସେହି ବିଷ ଫଳରେ ସେଦିନ ରାତିରେ ତାର ନିଜ ପୁଅ ମଧ୍ୟ ପ୍ରାଣ ହରାଇଛି। ତାହା ସଙ୍ଗରେ ତାକୁ ସାହାଯ୍ୟ କରିଥିବା ଆଉ 5 ଜଣ ଲୋକ ଧରା ପଡ଼ିଛନ୍ତି। କବିରାଜ ପାଗଳ ହୋଇଯାଇଛି। ଯେଉଁ ସମୟରେ ସେ ବିଷ ପ୍ରୟୋଗ କରିଥିଲା, ଠିକ୍ ସେହି ସମୟରୁ ରାତି 2ଟା ପର୍ଯ୍ୟନ୍ତ ପ୍ରତିଦିନ
ସେ ଭୟ ବିହ୍ୱଳ ହୃଦୟରେ ଅର୍ଦ୍ଧମୂର୍ଚ୍ଛିତ ଅବସ୍ଥାରେ ସମୁଦାୟ ଘଟଣା ନିଜ ମୁହଁରେ କହିଯାଉଛି। ଧରା ପଡ଼ିଥିବା 5 ଜଣ ଯାକ ଗୁଲିଖୋର ଓ ଗଞ୍ଜପା ଖେଳ ଦଳର। ମୋର ବନ୍ଧୁ ଏପରି ନିବିଷ୍ଟ ଚିତ୍ତରେ କଥା କହୁଥିଲେ ଏବଂ ମୁଁ ଏପରି ଭାବରେ ତାହା ଶୁଣୁଥିଲି ଯେ ଏକାଦଶୀ ଚନ୍ଦ୍ର 2 ଘଡ଼ି ଟେକିଲାଣି, ଆମର ସେଥିପ୍ରତି ଆଦୌ ଦୃଷ୍ଟି ନାହିଁ। ବନ୍ଧୁ କଥା କହିସାରି ହାଇ ମାରି କହିଲେ, ମଦନ ଉଠ, ଏଥର ଯିବା। ମୁଁ ମୋହନିଦ୍ରାରୁ ଉଠିଲା ପରି ଉଠି ଠିଆ ହେଲି। ଅସ୍ପଷ୍ଟ ଚନ୍ଦ୍ରକିରଣ, ବିଚ୍ଛୁରିତ ବିଶାଳ ଗଗନ ଏବଂ ତରୁପୁଞ୍ଜ ବେଷ୍ଟିତ ସ୍ୱପ୍ନମୁଗ୍ଧା ଧରଣୀର ଅନନ୍ତ ଉଦ୍ଦାମ ନୀରବତା ଭେଦ କରି କୁମ୍ଭାଟୁଆ ଡାକ ଦେଲା। ସ୍ନିଗ୍ଧ ଶୀତଳ ପବନ ବାଜି ଆମର ଶରୀର ସତେଜ ହୋଇ ଉଠିଲା। ସେତେବେଳକୁ ସଲ୍ଲଜ ନବବଧୂ ପରି ପ୍ରଭାତୀ ତାରକା ଘନ ଅବଗୁଣ୍ଠନ ଭେଦ କରି ପ୍ରାଚୀ ଗଗନରେ ଦେଖା ଦେଉଥିଲା।